ବାଇକ୍ ଦୁର୍ଘଟଣାରେ ଜଣେ ମୃତ। ନୀଳଗିରି ଉପଖଣ୍ଡ ସନ୍ତରାଗଡ଼ିଆରୁ ବିଦୁ ରାସ୍ତାର ବାରକୋଇଲି ଛକ ନିକଟରେ ହୋଇଛି ଏଭଳି ଦୁର୍ଘଟଣା। ସନ୍ତରାଗଡ଼ିଆରୁ ବିଦୁ ଅଭିମୁଖେ ଯାଉଥିବା ବେଳେ ଅପର ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ଧକ୍କା ଦେଇଥିଲେ। ପରେ ଘଟଣାସ୍ଥଳରେ ବାଇକ୍ ଚାଳକ ମୃତ ଓ ଜଣେ ଗୁରୁତର ହୋଇଥିବା ବେଳେ ପ୍ରଥମେ ଈଶ୍ୱରପୁର ମେଡିକାଲରେ ଚିକିତ୍ସିତ ହେଉଥିଲେ। ଅବସ୍ଥା ସଙ୍କଟପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।